ପରିଡ଼ା ଅଛନ୍ତି ସେ କହୁଛନ୍ତି ଆମର ବୋହି ଯାଉଛି। ଆରେ କଣ ତମର ବୋହୁଛି? ଲୁହ ନା ଝାଡ଼ା ନା ପରିସ୍ରା? ତମର କଣ ବୋହୁଛି? ସେ ପାଣିଙ୍କ ପରିଡ଼ାଙ୍କର ବେଶୀ ବୋହୁଛି। ମୋହନଙ୍କର ଯେତେ ନ ବୋହୁଛି ତାଙ୍କର ବେଶୀ ବୋହୁଛି। ଏକଦମ ଝର ପଡ଼ିଯାଇଛି ତାଙ୍କର ନାରୀଙ୍କ ପାଇଁ। ଲଜ୍ଜା, ଘୋର ଲଜ୍ଜା। କହୁଛ କଣ ନା ନାରୀ ପ୍ରତି ସମ୍ମାନ? ଏ କି ସମ୍ମାନ ତମେ ଦବ? କାହାକୁ ଦବ? 4 ଦିନ ହେଇଗଲା ଗାନ୍ଧୀ ମାର୍ଗରେ ପଡ଼ିଛନ୍ତି ଶୀତ କାକରରେ। କୁକୁର ବିଡ଼ାରେ ହଗିଲେଣି ତାଙ୍କ ଉପରେ ପରିସ୍ରା କଲେଣି। ପଡ଼ି ପଡ଼ି ସେମାନେ ଅଚେତା ହେଇଗଲେଣି ଡାକ୍ତରଖାନା। ଲଜ୍ଜା ଲାଗୁନି? ଏ ଶୀତ କାକରରେ ସେଗୁଡ଼ା ପଡ଼ିଛନ୍ତି ଆସିକି। ଭଉଣୀଙ୍କ ପ୍ରତି ସମ୍ମାନ ଦଉଥିଲ, ମା ବୋଲି ପୂଜା କରୁଥିଲ। ଲଜ୍ଜା। ତାଙ୍କର ବୋହି ଯାଉଛି ବେଶୀ, ତାଙ୍କଠି ପାଣି ବେଶୀ ତ ତାଙ୍କ ପାଣି ବହୁତ ବୋହୁଛି। କିଏ ଜାଣି ଏ ମହିଳା ମାନେ ସମସ୍ତେ ଯଦି ବିଜେଡି ତାହେଲେ ଭୋଟ ପାଇଲେ କେମିତି ତମେ? ଆଏ ପରିଡ଼ା କେମିତି ପାଇଲ ଭାଇ? ଯଦି ସମସ୍ତେ ବିଜେଡି କେମିତି ପାଇଲ ବି ଭୋଟ? ତମ ଜାତକରେ ଥିଲ କେବେ ହେଇଥିଲ ଏମଏଲଏ ସରପଞ୍ଚ ସମିତି ମେମ୍ବର? ଗୋଟା ହେଇଯାଇଛ। ମୋହନ ମାଝୀ କେବେ ଆଶା କରୁଥିଲା ମୁଁ ମୁଖ୍ୟମନ୍ତ୍ରୀ ବି? ହେଇଯାଇଛି। ଯଦି ହେଇଛି ଓଡ଼ିଶା ମୁଖ୍ୟମନ୍ତ୍ରୀ, ଯଦି ହେଇଛ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ, କାମ କର ଭଉଣୀ ମାନଙ୍କ ପାଇଁ। ଆଉ ବିଜେଡି କଣ କହୁଛ? ଅଲାଜୁକ ତାଙ୍କରି ଭୋଟ ତମେ ପାଇଛ ବେ। ଅତି ସ୍ୱଚ୍ଛ ଦେଖଉଛି ପରିଡ଼ା, ବେଶୀ ଦେଖେଇ ହଉଛି, ଶସ୍ତା କଥାବାର୍ତ୍ତା କରୁଛି। ଭଉଣୀ ମାନଙ୍କ କଥା ବୁଝ ପାଇଁ ଅବସ୍ଥା ଶୋଚନୀୟ କରିଦେବୁ ଯଦି ଭଉଣୀ ମାନଙ୍କ କଥା ବିଚାର ନ କର। ରାସ୍ତାଘାଟରେ ଶୋଚନୀୟ କରିଦେବୁ। ଜନସାଧାରଣ ବାହାରିବୁ ଆମ ମହିଳା ଭଉଣୀ ମାନଙ୍କ ପାଇଁ, ମିଶନ ଭଉଣୀ ମାନଙ୍କ ପାଇଁ। ଆରେ ବାବୁ କଂଗ୍ରେସ ମନକୁ ଆସୁଛି, ସେ କଣ ଦେବେ? ଏ ଦରଦାମ ପାଇଁ, ନରେନ୍ଦ୍ର ମୋଦିଙ୍କ ପାଇଁ ତେଲ, ଘିଅ, ଡାଲି, ମସଲା, ତେଲ, ପନିପରିବା, ଘରକରଣା ଜିନିଷ, ଲୁଗାପଟା ସବୁ ରେଟ୍ ବଢିଲା। ଜିଏସଟି ଲାଗିଲା। ମାରି ସାରିଲାଣି ଭାରତ ବର୍ଷର ହାରାହାରି 140 କୋଟି ଲୋକଙ୍କୁ। ଲଜ୍ଜା। ଲୋକେ ମନକୁ ଦେବେ ରାହୁଲ ଗାନ୍ଧୀ କି ଚାରିଆଡେ ଚାହିଁଲେଣି। ଅଳ୍ପ ଦିନ ଭିତରେ ଏ ସରକାର ପରିବର୍ତ୍ତନ ହବ। ମୋଦି ଯିବେ, ରାହୁଲ ଗାନ୍ଧୀ ପ୍ରାଇମ ମିନିଷ୍ଟର ହବ। ମାର୍ଚ୍ଚ 10 ତାରିଖ ସୁଦ୍ଧା ଅପେକ୍ଷା କର। କିଛି ନାହିଁ ଆଇନ ଶୃଙ୍ଖଳା ଏଠି ଲୋପ ପାଇଲାଣି। ଏଠି ବାଂଲାଦେଶରୁ 700 ଯୁବତୀ ଆସି ବେଶ୍ୟାଗିରି କରୁଛନ୍ତି। ଧରା ହେଇଛନ୍ତି ମାତ୍ର 17 ଜଣ। ଆମେ କହୁଛୁ 700 ଗଳି କନ୍ଦିରେ, ହୋଟେଲରେ, କନ୍ଦିରେ, ବିକନ୍ଦିରେ, ଅନ୍ୟ ଜାଗାରେ ସବୁ ରହିକି ବେଶ୍ୟାଗିରି କରୁ। ଆମ ଟୋକାଟାକୁ ନଷ୍ଟ କରିଦଉ। ଡାକି 4 ଜଣ ଯୁବକ ଗୋଟେ ମହିଳାକୁ କାଲି ବଳାତ୍କାର କରିଛନ୍ତି। ଓହୋ, ଭୁବନେଶ୍ୱର। ମୋହନ ମାଝୀ ତମେ ପଳା ଭାଇ, ତମେ ଆଉ ରୁହନି ଭାଇ। ତମ ବେଳେ ଜଣକୁ 4 ଜଣ, ଫେର ଆଉ ଦିନ ଗଲେ 8 ଜଣ, ଆଉ 30 ଜଣ ଚଢିବେ। ଏଗୁଡା ଅତି ଅନ୍ୟାୟ ହେଇଯାଉଛି। ମା ଭଉଣୀଙ୍କର ଇଜ୍ଜତ ରହୁନି, ଭଉଣୀ ମାନଙ୍କ ମର୍ଯ୍ୟାଦା ରହୁନି। ଅତି ନିନ୍ଦିତ ହଉଛୁ ଆମେ। ଭୁବନେଶ୍ୱରରେ ତମେ 7 ମାସ ଭିତରେ ରେପ୍ ମର୍ଡର ହେଲାଣି 37ଟା। ଓହୋ, ଚାରିଆଡେ ମଦ, ଚାରିଆଡେ ବ୍ରାଉନ ସୁଗର, ଚାରିଆଡେ ଗଞ୍ଜେଇ, ଚାରିଆଡେ ଗୁଣ୍ଡାମି, ଚାରିଆଡେ ଡକାୟତି। ଆଇନ ଶୃଙ୍ଖଳା ଲୋପ ଏକଦମ। ମୋହନ ମାଝୀ ବଡ ଦୁଃଖ ଲାଗୁଛି। ଅତି ଶସ୍ତା ହେଇଯାଇଛି। ନିଜେ ଟାଇଟ ମୋହନ ବାବୁ ତମେ ଜଣେ ଭଲ ଲୋକ, ଅନେଷ୍ଟ ଲୋକ, ଭଦ୍ର ଲୋକ, ଆଦିବାସୀ ଲୋକ। ଖାଲି କେବଳ ଟିକେ ମୁଣ୍ଡ ଖୁଣ୍ଡା ଖୁଣ୍ଡି କର, ଟିକେ ବାଳ ସାଇଜ କର, ନହେଲେ ତମର ବହୁତ ଭଲ ଗୁଣ ଅଛି। ଟିକେ ସଜାଡ, ଆଇନ ସଜାଡ। ଓଡ଼ିଶାର ମୁଖ୍ୟମନ୍ତ୍ରୀ ତମେ, ମୁଖ୍ୟମନ୍ତ୍ରୀ ଭଳିଆ ରୁହ। ଏ ନିଜେ ହୋମ ସେକ୍ରେଟାରୀ ଅଫିସର ମାନଙ୍କୁ ତାଗିଦ କର, ଆଇନ ଶୃଙ୍ଖଳା ସଜାଡ। ଭୁବନେଶ୍ୱର ଆଇନ ଶୃଙ୍ଖଳା ବିଫଳ ହେଇଗଲା। ଯୁବକ ମାନେ ନଷ୍ଟ ହେଇଗଲେ, ମା ଭଉଣୀ ମାନେ ନଷ୍ଟ ହେଇଯାଉଛନ୍ତି। ତୁରନ୍ତ ସମାଧାନ କର। ଏବଂ ଯୋଉ ମିଶନ ଶକ୍ତି ମହିଳା ମାନେ 4 ଦିନ ହେଲା ବସିଛନ୍ତି, ଆଜି ଡାକି ଆଲୋଚନା କରି ତାଙ୍କ ଦରମା କେମିତି ସେମାନେ ପାଇବେ ତୁରନ୍ତ ବ୍ୟବସ୍ଥା କର। ନହେଲେ ବାଧ୍ୟ ହୋଇ ଆର ୱିକରୁ ଆମେ ଆନ୍ଦୋଳନକୁ ଓହ୍ଲେଇବୁ ରାସ୍ତାଘାଟକୁ। ପୋଲିସ ବିଭାଗ କାହିଁକି ଓୟୁକୁ ଚେକିଂ କରୁନି? ଯଦି 4 ଜଣ ଯୁବକ ଗୋଟେ ମହିଳାକୁ ଦୁଷ୍କର୍ମ କଲେ, କେମିତି କଲେ? ପୋଲିସ ବିଭାଗ କଣ କରୁଥିଲା ସେ ସମୟରେ? ସେ ବିଲକୁଲ ତ ସେ କିଛି କରୁନାହାନ୍ତି ବୋଲି ମୁଁ କହୁଛି। ଆଉ 35ଟା ମର୍ଡର ହେଲା କେମିତି ରେପ୍ ହେଇଛି?
ଚାରିଆଡ଼େ ମଦ ବ୍ୟାପିଛି, ଚାରିଆଡ଼େ ଗଞ୍ଜେଇ, ଚାରିଆଡ଼େ ଅରାଜକତା, ଚାରିଆଡ଼େ ଡକାୟତି, ଗୋଟାଏ କେସ୍ କ'ଣ ଏକଦମ ଫେଲ୍, ଆଇନ ଶୃଙ୍ଖଳା ପୁରା ଫେଲ୍ ରାଜଧାନୀ ଉପରେ। ତେଣୁ ତୁରନ୍ତ ଟାଇଟ୍ କର ମୁଖ୍ୟମନ୍ତ୍ରୀ ମହୋଦୟ। जदि आपंक आम भिडी भल लगा तेब आम चैनल को लाइक शेयर और सब्सक्राइब करने को जमा भी भूलु नहीं।